ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଖୁସି ପ୍ଲାଜା ପରିସରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମୀକାନ୍ତ କରଙ୍କ ସଭାପତିତ୍ୱରେ ଜିଲ୍ଲା ସଭାପତି ସତ୍ୟଶିବ ଦାସ, ପୂର୍ବତନ ମ୍ୟୁନିସିପାଲିଟି ଅଧ୍ୟକ୍ଷ ସୁନୀଲ କୁମାର ପରିଡ଼ା, ବ୍ଲକ ସଂଯୋଜକ ମଧୁସୂଦନ ଦାସ, ଭୋଗରାଇ ବ୍ଲକ ସଭାପତି ସନ୍ତୋଷ ଦାସ, ବରିଷ୍ଠ ନେତା ସୁଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ରହି ନୂତନ ବ୍ଲକ ସଭାପତି ହେମନ୍ତ ଗିରି, ନଗର ସଭାପତି ଜଗଦୀଶ ନନ୍ଦୀ ସହିତ ଜିଲ୍ଲା କମିଟିରେ ସ୍ଥାନ ପାଇଥିବା ପଦ୍ମନାଭ ବେହେରା, ସୌଭିକ କୁମାର ଜେନା, ଜନ୍ମେଜୟ ଜେନା, ନରେନ୍ଦ୍ର କୁମାର ରାଉତ, ଶ୍ରୀକାନ୍ତ ସିଂ, ରାଧାରାଣୀ ପାତ୍ର, ଗିରିଜାଶଙ୍କର ଦାସ ଏବଂ ଅଞ୍ଜନ ସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ଅନୁଷ୍ଠିତ ସାଧାରଣ ସଭାରେ ବିଜେଡି ଓ ବିଜେପିର ଶତାଧିକ ଲୋକ କଂଗ୍ରେସରେ ଯୋଗ ଦେଇଥିବା ଜଣାପଡ଼ିଛି। ଜଳେଶ୍ୱରରୁ ଗୌରୀଶଙ୍କର ମହାନ୍ତିଙ୍କ ରିପୋର୍ଟ, ଜେସିଏଲ୍ ଟିଭି। ଆଜି ଜଳେଶ୍ୱର କଂଗ୍ରେସ ସାଂଗଠନିକ ବୈଠକ ଏବଂ ମିଶ୍ରଣ ପର୍ବ ହେଉଛି। ଅନ୍ୟ ଦଳ ଛାଡ଼ି କଂଗ୍ରେସ ପ୍ରତି ଆକର୍ଷିତ ହୋଇ ଶତାଧିକ ଲୋକ ଆଜି କଂଗ୍ରେସରେ ମିଶିବେ, ସେଇଥିପାଇଁ ଆଜିର ବୈଠକ। ଏବଂ କଂଗ୍ରେସର ନୂତନ କାର୍ଯ୍ୟକର୍ତ୍ତା ଯେଉଁମାନେ ମନୋନୀତ ହେଇଛନ୍ତି ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଯୋଉଠି ସିଂହ ମାନେ ଥାନ୍ତି ସେ ସିଂହ ମାନଙ୍କ ଭିତରେ ବିବାଦ ହୁଏ। ତେଣୁ ଜଳେଶ୍ୱର କଂଗ୍ରେସରେ ଅନେକ ସିଂହ ମାନଙ୍କର ଆବିର୍ଭାବ ଅଛି, ଉପସ୍ଥିତି ଅଛି, ଏଇଥିରୁ ହିଁ ଜଣାପଡୁଛି। ଆଜି ଜଳେଶ୍ୱର କଂଗ୍ରେସ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଏବଂ ମିଶ୍ରଣ କାର୍ଯ୍ୟକ୍ରମ ରଖାଯାଇଛି। ଆଜି ଯେଉଁ ବ୍ଲକ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି ଯେଉଁମାନେ, ଟାଉନ ସଭାପତି ଏବଂ ଜିଲ୍ଲା କମିଟିକୁ ଯେଉଁମାନେ ଯାଇଛନ୍ତି ଜଳେଶ୍ୱର, ଏ ସମସ୍ତଙ୍କୁ ଆମେ ଆଜି ସମ୍ବର୍ଦ୍ଧିତ କଲୁ ଏବଂ ତା ସହିତ ପାଖାପାଖି 50ରୁ ଉର୍ଦ୍ଧ୍ୱ ବିଭିନ୍ନ ଦଳର କର୍ମୀ ଏବଂ ବିଶେଷ କରିକି କିଛି ଇଣ୍ଟେଲେକ୍ଚୁଆଲ୍ସ ମାନେ ଜଏନ୍ କରୁଛନ୍ତି ଆମ ସାଙ୍ଗରେ। ପୂର୍ବତନ ଯିଏ ଥିଲେ ADO, ଏଗ୍ରିକଲଚର ଡିଷ୍ଟ୍ରିକ୍ଟ ଅଫିସର, କିଛି ଅଧ୍ୟାପକ, କିଛି ଟିଚର, ଏମାନେ ସବୁ ଆଜି କଂଗ୍ରେସ ଦଳରେ ସାମିଲ ହେଉଛନ୍ତି। ଲକ୍ଷ୍ୟ ହେଉଛି କଂଗ୍ରେସ ଦଳକୁ ଜଳେଶ୍ୱରରେ ମଜବୁତ କରାଇବା ଏବଂ କଂଗ୍ରେସକୁ ଜଳେଶ୍ୱରରେ 1 ନମ୍ବର ଦଳରେ ପରିଣତ କରାଇବା ହେଉଛି ଆମର ଲକ୍ଷ୍ୟ ଏବଂ ସେ ଲକ୍ଷ୍ୟ ପଥରେ ଆମେ ଆଜି ଶୁଭାରମ୍ଭ କରୁଛୁ। ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ, ତାପରେ ପରେ ଯେଉଁ ମ୍ୟୁନିସିପାଲିଟି ନିର୍ବାଚନ ଏବଂ ତାପରେ ଯେଉଁ 2029ରେ ଯେଉଁ ସାଧାରଣ ନିର୍ବାଚନ, ଏହି ନିର୍ବାଚନ ଗୁଡ଼ିକରେ କଂଗ୍ରେସ ଦଳ ତାର ତାକତ ଦେଖାଇବ ଏବଂ ୟାର ଗୋଟେ ପ୍ରଥମ ଶୁରୁଆତ ଆଜି ଜଳେଶ୍ୱରରେ ଆରମ୍ଭ ହୋଇଛି।